गुरुवार यह बृहस्पतिवार बोली कहा जाए। ये होचंती देव जगतर ये होचंती गुरु। आसंता काली शुक्रवार आसीबो। ये शुक्रवार होउची से मध्य गोटे गुरुंकर बार। तेणु गुरु शिष्य से गुरुवार शुक्रवार जहाँ हेले भी आमे प्रत्येक दिन ही गुरु को चिंता करुचु। परिबा मध्य यह प्रकृत रे आम मानक पई गोटे पुण्य। आमे सकाळू बिछना त्याग कलु। बिछना त्याग कलु माने से गुटाक है गुरु कृपा। आमे खाली बड़ बड़ कथा गुड़ाक जोटी आमर होउची सेई कथाटाक आमे कहूचु गुरु कृपा। मोर रोग होइथिला, रोगटा भल हो गला, ये है गुरु कृपा। किंतु प्रकृत रे कौन गुरु कृपा कहले यही सबू को गुरु कृपा कह। आपण सकाळू उठिले गुरु कृपा, स्नान शौचादि निजर नित्यकर्म ठीक समय रे आरंभ करी शेष करिबा ये मध्य गुरु कृपा। ठीक समय रे खाइबा, ठीक समय रे आमे हमर गंतव्य पथरे जीवा बा जहा करिबा कथा से कथा को आमे करिबा से मध्य गुरुंकर कृपा। गुरु कहिले आम भितरे प्रथमे गुरु अछंती, गुरु रूपरे अछंती, से होचंती आत्मा। यही गुरु रूपी आत्मांकर विभूति किए जदि पचरा जीव, गुरु रूपी आत्मांकर विभूति कहले आम मस्तिष्क भितरे थिबा बुद्धि विवेक विचार श्रृंखला संयम ये सब होची गुरु कृपार गोटे गोटे अंश। जे संयमित नुहे से केवे गुरु कृपार अधिकारी हो पार। जहाँ जीवनर संकल्प, जो जीवनर संकल्प परोपकार पाई बा अन्यर उपकार पाई उद्दिष्ट नुहे से गुरु कृपार पुत्र हो पार नहीं। गुरु महिमार गोटे छोटिया अंशटी मु कहूँ
ଯେତେବେଳେ ରାଜା ବଳିଙ୍କର ଦ୍ୱାରକୁ ବା ରାଜବାଟୀକୁ ଗୁରୁ ବାମନ ଯାଉଛନ୍ତି, ଭିକ୍ଷା ମାଗିବା ପାଇଁ ଯାଉଛନ୍ତି। ଏଇ କଥାଟା ଯେତେବେଳେ ଜଣାପଡ଼ିଲା, ସେତେବେଳେ ଶୁକ୍ରାଚାର୍ଯ୍ୟ ହେଉଛନ୍ତି ରାଜା ବଳିଙ୍କର ଗୁରୁ। ଗୁରୁ ନିଜେ ଆସିକରି ରାଜା ବଳିଙ୍କି କହୁଛନ୍ତି, ଏଇ ଯେଉଁ ଛୋଟ ବାମନ ମୂର୍ତ୍ତି ଆସୁଛନ୍ତି ଆମ ରାଜବାଟୀକି, ସେ ଯାହା ମାଗିବେ ତୁ ଦେବୁ ନାହିଁ କି ସଂକଳ୍ପ ମଧ୍ୟ କରିବୁ ନାହିଁ। ରାଜା ବଳି ପଚାରିଲେ, ପ୍ରଭୁ ସେ ଜଣେ ଅତିଥି ଭାବରେ ଆସୁଛନ୍ତି, ମୁଁ ତାଙ୍କୁ ଚିହ୍ନି ନାହିଁ, କିନ୍ତୁ ସିଏ ଗୋଟିଏ ମାଗିବେ କ'ଣ ମୁଁ ଦେବି ନାହିଁ, ଏହା କିପରି ସମ୍ଭବ ହେବ? ଏବଂ ଏହା ଗୁରୁ ଅପରାଧୀ ହେବାର ଗୋଟାଏ ସ୍ୱତନ୍ତ୍ର ପନ୍ଥା। ମନ୍ତ୍ରମୂଳମ୍ ଗୁରୁଙ୍କର ବାକ୍ୟ, ପୂଜାମୂଳମ୍ ଗୁରୁଙ୍କର ପାଦ, ଧ୍ୟାନମୂଳମ୍ ଗୁରୁଙ୍କର ମୂର୍ତ୍ତି, ମୋକ୍ଷମୂଳମ୍ ଗୁରୁଙ୍କର କୃପା। ଆମେ ଖାଲି ପଢ଼ି ଯାଉଛୁ ମନ୍ତ୍ରମୂଳଂ ଗୁରୁ ବାକ୍ୟ, ପୂଜାମୂଳଂ ଗୁରୁ ପାଦ, ଏଗୁଡ଼ାକ ଏମିତି ପଢ଼ିବା ଦ୍ୱାରା ହିଁ ସେଠି ଗୁରୁ କୃପା ତ ଆମେ ପାଇବାନି, ସେ ତାହା ମଧ୍ୟ ଗୋଟେ ଗୁରୁ ନିନ୍ଦାର ଅଂଶ। ଆମେ ଏଠି ପଢ଼ିଲେ, ଗୋଟେ ଗୁରୁ ବନ୍ଦନା କଲେ, ଶ୍ଲୋକ ଶିଖିଛୁ, କହିଗଲୁ, ଓମ୍ ଅଖଣ୍ଡମଣ୍ଡଳାକାରଂ ବ୍ୟାପ୍ତଂ ଯେନ ଚରାଚରଂ ତତ୍। ତମେ ଯେମିତି ପଢ଼ୁଛ ତାକୁ ସିନା ବୁଝିପାରିଲେ କିଏ ତାକୁ ଜାଣିବ, ଆଉ ତମେ ତ ଯେମିତି ପଢ଼ୁଛ ତମେ ବି ନିଜେ ବୁଝିପାରୁନା, କ'ଣ ପଢ଼ୁଛ ତାକୁ ବି ତମେ ଜାଣିପାରୁନା। ତେଣୁ ଇଏ ଦୁନିଆରେ ଯଦି ବଡ଼ ପ୍ରାପ୍ୟ ବା ବଡ଼ ହେବାର ଯଦି କିଛି ଲକ୍ଷଣ ଥାଏ, ସିଏ ଲକ୍ଷଣଟି ଆଉ କାହାରି ପାଖରେ ସେ ନାହିଁ, କେଉଁଠି ବି ନାହିଁ। ଆପଣ ଭାବିଚିନ୍ତିକିରି କହିବେ ଆମ ଜଗନ୍ନାଥ ମନ୍ଦିରରେ ଅଛି। କେଇଥର ତୁମେ ଜଗନ୍ନାଥଙ୍କ ସହିତ କଥା ହେଇଛ? ତୁମେ ଯାଇଛ, ଠିଆ ହେଇଛ, କାନ୍ଦିଛ, ହାତ ଟେକିକିରି ପ୍ରଣାମ କରିଛ, ପୁଣି ଫେରିକିରି ଆଇଛ। ତେବେ ଜଗନ୍ନାଥ ତମକୁ କ'ଣ କହିଲେ? ଯଦି ପଚରାଯିବ ଜଗନ୍ନାଥ ତମକୁ କ'ଣ କହିଲେ, ତମେ କ'ଣ ଉତ୍ତର ଦେବ? ମୁଁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆଇଥିଲି, ଦର୍ଶନ କଲି। ସିଏ ଆଉ କହିବେ କ'ଣ? କାହିଁକି କହିବେନି? ସେ ପ୍ରାୟ ଜଗତର ନାଥ ବୋଲି କହୁଛ। ଜଗତର ନାଥ, ଆମେ ସବୁ ହେଲୁ ଅନାଥ। ଆମ ଭଳି ଅନାଥଙ୍କୁ ଯଦି
ନାଥଙ୍କର ଟିକିଏ ଦୟା ହେଲାନି। ଆରେ କାନ୍ଦୁଛୁ କାହିଁକି, ଘରକୁ ଯା। କିଛି ତ ସେ କହିଲେନି। ତମେ ଗୁଡ଼ିଏ କାନ୍ଦି ବୋବେଇ ମୁଣ୍ଡ ବାଡ଼େଇ ଆସିଲ, ତାହେଲେ ଗୁରୁ କୃପା କେମିତି ତୁମେ ପାଇବ? ତେଣୁ ଜଗନ୍ନାଥଙ୍କ ପାଖରେ ସୁଦର୍ଶନଙ୍କ ରୂପରେ ଗୁରୁ ପୂଜା ପାଉଛନ୍ତି। ଜଗନ୍ନାଥଙ୍କ ସାମ୍ନାରେ ଗରୁଡ଼ ରୂପରେ ଗୁରୁ ସେଠି ମଧ୍ୟ ପୂଜା ପାଉଛନ୍ତି। ଅରୁଣ ରୂପରେ ସେଠି ମଧ୍ୟ ଗୁରୁ ପୂଜା ପାଉଛନ୍ତି। ଇଏ ଦୁନିଆରେ ଯାହା ଦେଖୁଛ ସମସ୍ତେ ହେଉଛନ୍ତି ଗୁରୁ। ତମ ଗୋଡ଼ରେ କଣ୍ଟା ପଶିଲା, ତମେ ଗୋଟେ ଅବାଟରେ ଯାଉଥିଲ, କଣ୍ଟାଟା ପଶିଗଲା। ତେଣୁ ତମକୁ ଜାଣିବାକୁ ପଡ଼ିବ, ତୁମେ ଅବାଟ ତମକୁ ଡାକି ନଥିଲା ଯେ ବାବୁ ଏଇ ବାଟ ଦେଇକିରି ଆସ। ତମେ ଜାଣି ଶୁଣିକିରି କାହାକୁ ନ ପଚାରିକିରି ଅବାଟରେ ଗଲ, ତମ ଦେହରେ କଣ୍ଟା ପଶିଲା। କଣ୍ଟାକୁ ଯିଏ ବାହାର କଲା, ଯେଉଁଥିରେ ବାହାର କଲା, ସିଏ ମଧ୍ୟ ଗୁରୁଙ୍କର କୃପା। ସେଥିପାଇଁ ଆମେ ଗୋଟିଏ ଧୁନରେ ପ୍ରାୟ ବୋଲେ, ଏବେ ବୋଲୁନି, ସବୁବେଳେ ଅନ୍ୟ ସମୟରେ ବୋଲୁଥିଲି। ଶାନ୍ତିର ଦର୍ଶନ ଗୁରୁ ଦର୍ଶନମ୍ ପ୍ରେମମୟ ମୂର୍ତ୍ତି ଶ୍ରୀ କନ୍ଦପଦମ୍। ଶାନ୍ତିର ଦର୍ଶନ ଗୁରୁ ଦର୍ଶନ, ଇଏ କଥାଟା କେତେ ଜଣ ଭାବିଛନ୍ତି? ମୁଁ ଗୁରୁଙ୍କର ଦର୍ଶନ କଲି, ମୋ ଜୀବନ ଧନ୍ୟ ହେଲା, ମୁଁ ପୂର୍ଣ୍ଣ ଶାନ୍ତି ଲାଭ କଲି। ଇଏ କଥାକୁ କେତେ ଜଣ ଚିନ୍ତା କରିଛନ୍ତି? କିନ୍ତୁ ମୁଁ ଯାଇଥିଲି, ଗୁରୁ ମୋ ମୁଣ୍ଡରେ ହାତ ମାରିଦେଲେ, ମୋତେ ତୁଳସୀ ଦେଲେ, ପ୍ରସାଦ ପାଇବା ପାଇଁ କହିଲେ, ଏମିତିକି ବିଛଣା ବି ଦେଲେ। ଆମେ ଏଇଆକୁ ଭାବିଲୁ ଗୁରୁ କୃପା। ଗୁରୁ ଆମକୁ ବିଛଣା ଦେଲେ ବସିବା ପାଇଁ, ଆଉ ପିଇବା ପାଇଁ ସରବତ ବି ଦେଲେ, ପ୍ରସାଦ ପାଇବ ବୋଲି କହିଲେ, ତୁଳସୀ ବି ଦେଲେ। ଏଇଗୁଡ଼ା ଏତେ କଥା ଦେଲେଣି, ତେଣୁ ଏଇଗୁଡ଼ାକ ହେଉଛି ଗୁରୁ କୃପା। ପ୍ରକୃତରେ ଏସବୁ ଛୋଟିଆ ଲୋକଙ୍କର ଛୋଟିଆ କଥା। ତମେ ଯାହା ପାଇଲ ସେ ଠିକ୍, ସେ ବି ଗୁରୁଙ୍କର ଇଚ୍ଛାରେ ତୁମେ ପାଇଛ। ଦଣ୍ଡ ବି ପାଇଛ, କ୍ଷମା ବି ପାଇଛ, ସବୁ ଠିକ୍। କିନ୍ତୁ ତୁମେ ଗୁରୁ କ'ଣ, ସେ କଥାଟାକୁ ତମେ ଠିକ୍ ଭାବରେ ବୁଝିନା। ଆପଣ ଦେଖିବେ, ଛୁଆଟିଏ ମାତୃଗର୍ଭରୁ ଜନ୍ମ ହେଲା, ସିଏ କ'ଣ ତାକୁ କିଏ ଶିଖେଇଥିଲା ତୁ ଜନ୍ମ ହଉ ହଉ କାନ୍ଦିବୁ?
କେହି ଶିଖେଇନେନି। ତାର ଜନ୍ମ ହେଲା କାନ୍ଦିଲା। କିଛି ସମୟ ପରେ କ୍ଷୀର ଟିକେ ମା ସ୍ତନରୁ ଖାଇବା ପାଇଁ ସେ ମାର ସ୍ତନ ପ୍ରତି ଆକର୍ଷିତ ହେଲା। ତାକୁ କିଏ ଶିଖଉଥିଲା ବସିକିରି? ଆରେ ଖାଇବା ବେଳ ହେଲାଣି ତୁ ଖାଉନୁ, ଶୋଇବା ବେଳ ହେଲାଣି ଶୋଉନୁ। କିନ୍ତୁ ଏ କଥା କେହି କାହାକୁ ଶିଖେଇ ନାହାନ୍ତି। ଗୁରୁ ରୂପୀ ଭଗବାନ, ଗୁରୁ ରୂପୀ ବସୁଧା, ଗୁରୁ ରୂପୀ ଅଗ୍ନି, ବାୟୁ, ସମୁଦ୍ର, ଇଏ ସମସ୍ତେ ହେଉଛନ୍ତି ଗୁରୁଙ୍କର ସ୍ୱରୂପ। ଇଏ ସବୁ ଗୁରୁଙ୍କ ମହିମା। ଆମେ କହୁଛୁ କ'ଣ ଆମ ଗୁରୁଙ୍କର ଦାଢ଼ି ଅଛି, ବାଳ ଅଛି, ତିଲକ ଅଛି। ଏଗୁଡ଼ା ଯେହେତୁ ଅଛି, ଏଇ ହେଉଛନ୍ତି ଆମ ଗୁରୁ। ତାମାନେ ତମେ ଗୋଟେ ଭୁଲରେ ପଡ଼ିଯାଇଛ। ଏଇଆକୁ ପିନ୍ଧିଲେ ଆମେ ଗୁରୁ ହବୁ, ନହେଲେ ହେଇପାରିବୁନି। ତା କେବେ ନୁହେଁ। ସତିଆର ହାଡ଼ିଦାସ ସେ ଗେରୁ ବସ୍ତ୍ର ପିନ୍ଧୁନଥିଲେ କିମ୍ବା ମାଳି ଚିତା ପିନ୍ଧାଉନଥିଲେ। ସକାଳୁ ଉଠିଲେ ତାଙ୍କ ପରିବାର ପ୍ରତିପୋଷଣ ପାଇଁ ସେ କମାର ଶାଳକୁ ଯାଇ ଦା, କଟୁରୀ ୟାକୁ ସବୁ ବନଉଥିଲେ। ସେଇ ହାଡ଼ିଦାସ ଦିନେ ଗୁରୁକ୍ଷେତ୍ରକୁ ବା ପୁରୁଷୋତ୍ତମ ଜଗନ୍ନାଥଙ୍କ କ୍ଷେତ୍ରକୁ କେତୋଟି ଲୋକ ଯାଉଛନ୍ତି ସାଙ୍ଗ ହେଇକିରି। ଇଏ ପଚାରୁଛନ୍ତି କୁଆଡ଼କୁ ଯାଉଛ? ନା ଆମେ ଯାଉଛୁ ପୁରୀ ପୁରୁଷୋତ୍ତମ। ହାଡ଼ିଦାସ କହୁଛନ୍ତି ମୋର ବି ବହୁତ ଯିବା ପାଇଁ ଇଚ୍ଛା ଥିଲା, କିନ୍ତୁ ବର୍ତ୍ତମାନ ବର୍ଷା ଦିନ, ଚାଷୀମାନଙ୍କୁ ଖୁସି କରିବାକୁ ହେବ। ଖୁସି କଲେ ସିନା ମୁଁ ମୋର ପରିବାରକୁ ମୁଁ ଚଳେଇବି। ତେଣୁ ମୁଁ ବର୍ତ୍ତମାନ ମୋ ପୁଅ ଝିଅମାନଙ୍କ ପାଇଁ ମୁଁ ଦା, କଟୁରୀ ୟାକୁ ସବୁ ସଜାଡ଼ୁଛି। ସେମାନେ ମୋତେ ଅର୍ଥ ଦେବେ, ମୁଁ ସେ ଅର୍ଥରେ ପରିବାରକୁ ପୋଷିବି। ଆଉ ସମସ୍ତେ କହିଲେ ଭଲ କଥା, ତମେ ନ ଯା, ଆମେ ଆମର ଯାଉଛୁ। ସେ ସେଇଠି କହିଲେ ମୁଁ ଯାଇପାରୁନାହିଁ, ମୁଁ କିନ୍ତୁ ସେଇଠି ଅଛି। ଆପଣମାନେ ଯେଉଁଠିକି ଯାଉଛନ୍ତି ମୁଁ ସେଇଠି ଅଛି। ମୋର ଗଲେ ଯାହା, ନଗଲେ ମଧ୍ୟ ସେଇଆ। ଯଦି ଆପଣମାନେ ଯାଉଛନ୍ତି ତାହେଲେ ମୁଁ ଗୋଟେ ଚିଠି ଲେଖି ଦେଉଛି, ଜଗନ୍ନାଥଙ୍କ ପାଖକୁ ଗୋଟେ ଚିଠି ଲେଖି ଦେଉଛି। ସେଇ ଚିଠିଟା ଟିକେ ଜଗନ୍ନାଥଙ୍କ ପାଖରେ ପଢ଼ିଦେବ। ସେ ଉତ୍ତର କିଛି ଦେବେନି, କିନ୍ତୁ ଖାଲି ତାକୁ ଟିକେ ପଢ଼ିଦେବ। ଆରେ ଜଗନ୍ନାଥଙ୍କ ପାଖକୁ ତୁ କି ଚିଠି ଦେବୁ? ଜଗନ୍ନାଥ କ'ଣ ଏମିତି ଗୋଟେ ଠାକୁର ଚିଠି ସବୁ ପଢ଼ନ୍ତି? ତୁ ତ ଯାହା ମନ ଭିତରେ ଭାବିବୁ ସେଇଟା ତାଙ୍କ ପାଖରେ ଆପେ ଆପେ ପହଞ୍ଚିବ। ଆଉ ତୁ ପୁଣି ଚିଠି କ'ଣ ଲେଖୁଛୁ? ସିଏ ଚିଠିଟିଏ ତାଳପତ୍ରରେ ଲେଖିକିରି ଦେଇଥିଲା। ସେଥିରେ ଲେଖା ଥିଲା, ସେ ଲେଖାଟି ଅତି ସୁନ୍ଦର ଲେଖା। ମୋ କଳା ମାଣିକ ବଡ଼ ଠାକୁରଙ୍କୁ ତୁମେ ଜଣେଇଦେବ
ମୁଁ ଜଞ୍ଜାଳରେ ପଡ଼ି ରତ୍ନ ସିଂହାସନ ମଉଡ଼ମଣିଙ୍କୁ କହିବ ଟିକି କଥାଏ। କେମିତି ଭକ୍ତ ଲେଖୁଛି, ରତ୍ନ ସିଂହାସନ ମଉଡ଼ମଣିଙ୍କୁ କହିବ ଟିକି କଥାଏ। ଭାତ ମାଗୁନେଇ କି ତୁଣ ମାଗୁନେଇ, ତୁଣ ମାନେ ତରକାରୀ, ମୁଁ ଏସବୁ କିଛି ମାଗୁନି। ମୁଁ କେବଳ ମାଗୁଛି କେବଳ ନ୍ୟାୟ। ମୋ ପାଇଁ ନ୍ୟାୟଟା କ'ଣ ସେ କଥାଟାକୁ ଟିକେ ମୋତେ କହିବେ। ମୁଁ ଆଉ କିଛି ମାଗୁନି। ଆମମାନେ କହିଲେ ଇଏ କ'ଣ ତାର ଗୋଟାଏ ପାଗଳାଙ୍କ ଭଳିଆ ଲେଖୁଛି। ହଉ ଚାଲ, ହେଇ ଚାଲ। ଜଗନ୍ନାଥଙ୍କ ପାଖରେ ପହଞ୍ଚିଲେ। ହାଡ଼ିଦାସଙ୍କର ଚିଠି ପଠନ ହେଲା। ଜଗନ୍ନାଥ ଶୁଣିଲେ, ମାନେ ଶୁଣିଲେ ବୋଲି ବଳିଆ କହୁଛି, ଆଉ ଯିଏ ପଢ଼ିଥିଲେ ସିଏ ବରଂ ଜାଣିନାହାନ୍ତି ଯେ ଆମେ ଯାହା ପଢ଼ିଲୁ ତାକୁ ଜଗନ୍ନାଥ ଶୁଣିଲେ। ତାଙ୍କର ବିଶ୍ୱାସ ମଧ୍ୟ ନାହିଁ। ଏଠିକି ଜଣେ ଆସିବେ, ଅନନ୍ତଙ୍କ କ୍ଷେତ୍ରକୁ ଆସିବେ, ଦର୍ଶନ କରିବାକୁ ଆସିବେ, କିନ୍ତୁ ଅନନ୍ତଙ୍କୁ ଦର୍ଶନ କରିବା ପାଇଁ ତାଙ୍କ ଭିତରେ ବ୍ୟାକୁଳତା ଜମା ନଥାଏ ବୋଲି ମୋର ମନ କହେ। ଯେଉଁମାନେ ଶାରଦାଙ୍କ ପାଖକୁ ଗଲେ, ସେ ସେଠି ପୁଳେ ଚନ୍ଦନ ଟିକେ ପୁଳାଏ ପୋଳିଦେଲେ, ସିନ୍ଦୁର ଟିକେ ଦେଲେ, ଢଣ୍ଡା ଟିକେ ଦେଲେ, ଇଏ ଭୋଗ କଲେ, ତାଙ୍କୁ ଦକ୍ଷିଣା ଦେଲେ। ସୋଠୁ ଆସୁ ଆସୁ ମନେ ପଡ଼ିଗଲା, ଆରେ ଏଇ ବାଟରେ ତ ଶିଶୁଅନନ୍ତ ଅଛନ୍ତି। ଆଉ ହଉ ଶିଶୁଅନନ୍ତ ପାଖକୁ ଆଇଲେ। ଶିଶୁଅନନ୍ତଙ୍କ ପାଖକୁ ଆସିକିରି ଯଦି ବଳିଆକୁ ଆଗ ଭେଟିଲେ, ସେଇଠି ମୋତେ କେବଳ ଦଣ୍ଡବତ ବହୁତ ଭକ୍ତିରେ କଲେ, ତାପରେ ଗଲେ। ଆଉ ଯଦି ଇଏ ନାଟ୍ୟ ମନ୍ଦିରକୁ ଆସିଲେ ଖାଲି କାଉରୁ ଆରେ ଯାରେ ଯିବାରେ ଯେଉଁ କଥାର କିଛି ମୂଲ୍ୟ ନାହିଁ। ତେଣୁ ମନର ମୂଳେ ଇଏ ଜଗତ। ଗୀତା କହିଲେ ମର୍ଯ୍ୟା ବେଶ୍ୟ ମନୋଜେମା। ତୁମେ ଦେଖିଦେବ ହୁଙ୍କାଟା, ଏଇ ହୁଙ୍କାକୁ ବଳିଆ ପୂଜା କରୁଛି। ଆଉ ଟିକେ କଣେଇକି ଦେଖିବ, କହିବ ଇଏ କ'ଣ ସିମେଣ୍ଟରେ ତୈରି ହେଇଛି ମୂର୍ତ୍ତି, ଇଏ କି ବର ଦେବେ? ଏମାନେ ଆଉ ବର ଦେଇପାରିବେନି। ବର କେବଳ ଜଗନ୍ନାଥ ଦେବେ। ବର ଆଉ କିଏ ଶାରଦା ଦେବେ କି ରାମଚନ୍ଦ୍ରୀ ଦେବେ, ଆଉ ସମସ୍ତେ ବର ଦେଇପାରିବେ ନାହିଁ। କିନ୍ତୁ ବର କିଛି ମାଗିବାର ଆବଶ୍ୟକ ନଥାଏ। ଯେହେତୁ ସେ ହେଉଛନ୍ତି ଗୁରୁର ଗରିୟାନ, ସେ ଗରିୟାନ, ସବୁଠାରୁ ଗରିୟାନ ହେଉଛନ୍ତି ଗୁରୁ ଶକ୍ତି। ଯେହେତୁ ସେ ये क्षेत्र को आसिचंती आखिरु लुह बुहाई प्रणाम करिचंती तांको दुखटी कहिकिरी जाइचंती एतिकी तांको कानरे बाजिछि एवं तुमको से जहा दबा कथा से देई साइले
ତମେ ଭାବୁଛ ମୁଁ ଜଣେଇକିରି ଆଇଲି, ଗୁଆ ବସେଇକିରି ଆଇଲି, କାହିଁ ମୋତେ ତ କିଛି ମନନ୍ତ କହିଲେନି। ଇଏ ଦୁନିଆରେ ଯିଏ ଯାହା କହୁଛି, ପଶୁ ପକ୍ଷୀ ତାଙ୍କ ଶବ୍ଦରେ ସେ ତାଙ୍କର କୁହାକୁହି ହେଉଛନ୍ତି, ମଣିଷମାନଙ୍କ ଶବ୍ଦରେ ମଣିଷମାନେ କୁହାକୁହି ହେଉଛନ୍ତି। ଏ ସବୁଯାକ କଥା ଇଏ ହେଉଛି ଗୁରୁଙ୍କର ବାର୍ତ୍ତା। ଆମେ ଏଠି ବସିଲେ, ପ୍ରାର୍ଥନା କଲେ, ଶେଷକୁ ପଢ଼ିଲେ ଶାନ୍ତାକାରଂ ଭୁଜଙ୍ଗ ଶୟନଂ ପଦ୍ମନାଭଂ ସୁରେଶଂ ବିଶ୍ୱାଧାରଂ ଗଗନ ସଦୃଶଂ ମେଘବରଣଂ ଶୁଭାଙ୍ଗଂ ଲକ୍ଷ୍ମୀକାନ୍ତଂ କମଳନୟନଂ ଯୋଗୀର୍ବିଧ୍ୟାନଗମ୍ୟଂ ବନ୍ଦେ ବିଷ୍ଣୁ ଭବଭୟହର ସର୍ବଲୋକୈକନାଥ। ଏଇ ଗୋଟିଏ ଶ୍ଲୋକକୁ ଯଦି ଠିକ୍ ଭାବରେ ବୁଝି ସେଇ ପଦାରବିନ୍ଦରେ ଯଦି ମନକୁ ନିବିଷ୍ଟ କରିବ, ସେଇ ସବୁ ବୁଝିଦେବ। ତମେ ଯାହା ବୁଝିନା ତାକୁ ବି ବୁଝେଇଦେବ। ତମର ଯେହେତୁ ବୁଝିବାର ନାହିଁ, ବୁଝିବା ପାଇଁ ମଧ୍ୟ ଆକାଂକ୍ଷା ମଧ୍ୟ ନାହିଁ, ତମେ ଆଇଛ ଗୋଟେ ଡାଲାରେ ଭୋଗ ନେଇକିରି ଠାକୁରଙ୍କୁ ଦେଇ ପୁଳାଏ ଚନ୍ଦନ ବୋଳି ହେଇ ଘରକୁ ଯିବ, ଲୋକଙ୍କୁ ଦେଖେଇବ ଯେ ଆମେ ଶିଶୁଅନ୍ତଙ୍କ ପାଖକୁ ଯାଇଥିଲୁ। ସେଗୁଡ଼ା କାହାର ଦରକାର? ତେଣୁ ତମେ ଯଦି କେବଳ ନୀରବରେ ନିଶ୍ଚଳ ଆସନରେ, ସମତଳ ଆସନରେ ନିଶ୍ଚଳରେ ନୀରବରେ ବସି ତୁମେ ଯାହା କହିବ, ମନର କଥାକୁ ଖୋଲିକିରି କହିବ, ଯାହା କହିବ ସେ ଶୁଣିବେନି ଏ କଥା କେବେ ନୁହେଁ, ସେ ନିଶ୍ଚୟ ଶୁଣିବେ। ଏବେ ଗୋଟିଏ ପିଲା